ଖୁସି ଏକ ଏମିତି ଜିନିଷ ଅଟେ ଯାହା ଯେତେବେଳେ ଆମ ପାଖରେ ଥାଏ ତେବେ ମନ ପ୍ରସନ୍ନ ରହିଥାଏ। କିନ୍ତୁ ସେତେବେଳେ ଆମେ ସେଇ ଖୁସି ଗୁଡ଼ିକର ମୂଲ୍ୟ ବୁଝିପାରିନାହୁଁ। ଯେତେବେଳେ ଦୁଃଖରେ ଥାଉ ସେତେବେଳେ ଆରମ୍ଭମାନଙ୍କୁ ସେଇ ଛୋଟ ଛୋଟ ଖୁସିର ମୂଲ୍ୟ ବିଷୟରେ ଜଣା ପଡ଼ିଥାଏ। ସୁଖ ଓ ଦୁଃଖ ଆପଣଙ୍କ ରାଶି ଉପରେ ନିର୍ଭର କରିଥାଏ। ଏହା ସମୟ ସମୟରେ ଆପଣଙ୍କ ଜୀବନରେ ଆସିଥିବା ଏକ ପୁଣି ଚାଲିଯାଏ। ଏମିତିରେ ଆଜି ଆମେ ଆପଣଙ୍କ 5ଟି ଏମିତି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଜୀବନରେ ବହୁତ ଖୁସି ଆସିବାର ଅଛି। ଏହି ରାଶି ଗୁଡ଼ିକ କିଛି ସମୟ ପାଇଁ ଲକି ରହିବାର ଅଛି। ମେଷ ରାଶି। ଏହି ରାଶି ଜୀବନ ସାରା ବର୍ଷ ସାରା ଖୁସିରେ ଭରପୁର ରହିବ। ଏମିତିରେ ଏହି ରାଶିରେ ଲୋକମାନେ ସମସ୍ତ ସମସ୍ୟା ଜଲ୍ଦି ହିଁ ସମାଧାନ ହୋଇଯିବ। ଆସନ୍ତା ସମୟରେ ଏମାନଙ୍କ ଭାଗ୍ୟ ଏତେ ପ୍ରବଳ ହେବ କି ଏମାନଙ୍କୁ କିଛି ବି କରିବାକୁ ପଡ଼ିବ ନାହିଁ। ସବୁକିଛି ବସି ବସି ହିଁ ମିଳିଯିବ। ଯେଉଁ ଲୋକମାନେ ନିଜର ପ୍ରେମ ଖୋଜୁଛନ୍ତି ତାଙ୍କୁ ଏହି ବର୍ଷରେ ସବୁଠୁ ବଡ଼ ସରପ୍ରାଇଜ୍ ମିଳିପାରେ। ବୃଷ ରାଶି। ଏହି ରାଶିର ଲୋକମାନେ ଆସନ୍ତା 2 ବର୍ଷ ପର୍ଯ୍ୟନ୍ତ ଖୁସି ପ୍ରାପ୍ତ କରିବେ। ଅର୍ଥାତ୍ ଏହି 2 ବର୍ଷ ଆପଣଙ୍କ ଜୀବନରେ ଦୁଃଖ ହିଁ ରହିବ ନାହିଁ। ଯଦି ବି ଆସିବ ବହୁତ କମ୍ ସମୟ ପାଇଁ। ଏହି ସମୟରେ ଆପଣଙ୍କୁ ଏମିତି ସରପ୍ରାଇଜ୍ ମିଳିବ ଯାହା ବିଷୟରେ ଆପଣ କେବେ ବି ସ୍ୱପ୍ନରେ ଭାବିନଥିବେ। କର୍କଟ ରାଶି। ଆସନ୍ତା 6 ମାସ ମଧ୍ୟରେ ଆପଣଙ୍କୁ ଅଧିକ ଧନ ଲାଭ ହେବାର ସମ୍ଭାବନା ଅଛି। ଏମାନଙ୍କ ପାଖରେ ଏହି ଟଙ୍କା ଅଚାନକ ଆସିବ ଯାହାଦ୍ୱାରା ଏମାନଙ୍କ ଖୁସି 2 ଗୁଣା ହୋଇଯିବ। ଏହି 6 ମାସ ମାତା ଲକ୍ଷ୍ମୀଙ୍କ ଆପଣଙ୍କ ଉପରେ ଆଶୀର୍ବାଦ ରହିବ। ଯଦି ଆପଣ କୌଣସି ପ୍ରପର୍ଟି କିଣିବାକୁ ଚାହୁଁଛନ୍ତି କିମ୍ବା କୌଣସି ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ କରିପାରିବେ। କନ୍ୟା ରାଶି। ଏହି ରାଶିର ଲୋକଙ୍କର ଭାଗ୍ୟରେ 2 ଗୁଣ ଲାଭ ଦେଖାଦେଇପାରେ। 1 ବର୍ଷ ପର୍ଯ୍ୟନ୍ତ ଏମାନଙ୍କୁ ଜୀବନରେ ଖୁସିର କୌଣସି ସୀମା ରହିବ ନାହିଁ। ଖାସ୍ କରି ଏହି ବର୍ଷରେ ଆପଣଙ୍କୁ ବିଭିନ୍ନ ପ୍ରକାର ସରପ୍ରାଇଜ୍ ମିଳିପାରେ ଯାହାଦ୍ୱାରା ଆପଣଙ୍କ ମାନସିକ ସନ୍ତୁଷ୍ଟ ମିଳିବ। ଆପଣଙ୍କ ସମସ୍ତ ସ୍ୱପ୍ନ ପୁରା ହେବାର ସମ୍ଭାବନା ଅଛି। କୁମ୍ଭ ରାଶି। ଆସନ୍ତା 1.5 ବର୍ଷ ପର୍ଯ୍ୟନ୍ତ ଏମାନଙ୍କ ଜୀବନରେ ଖୁସି ଓ ମସ୍ତିର ଲେବୁଲ୍ କିଛି ଅଧିକ ହିଁ ରହିବାର ଅଛି। ଏମାନଙ୍କ ଜୀବନରେ ସମସ୍ତ ଦୁଃଖ ଦୂର ହୋଇଯିବ ଓ କେବଳ ଖୁସିର ଅନୁଭବ ହିଁ କରିବେ। ବନ୍ଧୁଗଣ, ଆପଣଙ୍କର କେଉଁ ରାଶି ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।